পুত্রকে পাপী লোকদের হাতে ধরিয়ে দেওয়া হবে, তারপরে তাকে ক্রুশে দেওয়া হবে এবং তৃতীয় দিনে তাকে আবার জীবিত হয়ে উঠতে হবে। আমেন। ছোট্ট বন্ধুরা, আজকে আমরা জানলাম আজকে প্রভু যীশু খ্রিস্ট এই দিনে আমাদের জন্য 3 দিন পর কবর থেকে কি হয়েছিল? জীবিত হয়ে উঠেছিল। জানো, আমরা তার উপর বিশ্বাস করি এবং আমরাও মৃত্যুর পরে তার সাথে কি হতে পারি? জীবিত হতে পারি। তাহলে আমরা জীবিত হওয়ার জন্য প্রার্থনা করব, সানডে স্কুলে আসবো, গির্জায় আসবো এবং তাহলে আমরা জীবিত হওয়ার জন্য প্রার্থনা করব, সানডে স্কুলে আসবো, গির্জায় আসবো এবং প্রভুকে যিশুর কথা অন্যদেরকে বলবো। কেননা যিশুই আমাদের পাপের জন্য মৃত্যুবরণ করেছিলেন এবং আবার পুনরুত্থিত হয়েছেন। যিশু কাদের পাপের জন্য মৃত্যুবরণ করেছেন? আমাদের পাপের জন্য কি করেছেন? মৃত্যুবরণ করেছেন। আবার কয়দিন পর জীবিত হয়েছেন? 3 দিন জীবিত হয়েছেন। 3 দিনের দিন কি হয়েছেন? জীবিত হয়েছেন। কেন জীবিত হয়েছেন? জানো, আমরা আমি বিশ্বাস করি তুমি আমার পাপের জন্য মরেছ, আবার 3 দিনের দিন জীবিত হয়েছ। যিশু এখনই আমার হৃদয়ে এসো, যিশু এখনই আমার হৃদয়ে এসো। এই প্রার্থনা যিশু নামে চাই। আমেন, আমেন, আমেন। কানে কানে ତାର କିଛି ଦୁଃଖ ଅଛି, କଷ୍ଟ ଅଛି, ତୁମେ ଜାଣିଛ। ମୋଟୁ ଭାଇକୁ ଆଶୀର୍ବାଦ କର, ତାର ପ୍ରଭୁ ସହଧର୍ମୀଙ୍କୁ ଆଶୀର୍ବାଦ କର, ଛୋଟ ଛୋଟ ଛୁଆ ମାନଙ୍କୁ ଆଶୀର୍ବାଦ କର, ସେ ମାଉସୀକୁ ଆଶୀର୍ବାଦ କର। ସେମାନେ ସବୁବେଳେ ସବୁ ଅବସ୍ଥାରେ ଯେପରି ତୁମରି ଉପରେ ଭରସା କରି ଭକ୍ତି କରି ଚାଲିବେ। ପ୍ରଭୁ ସେମାନଙ୍କ ଘରେ ଯଦି ଖାଇବା ପିଇବାରେ ଅଭାବ ଅଛି, ରୋଗ ଅଛି, କିଛି ସମସ୍ୟା ଅଛି, କିଛି କଷ୍ଟ ଅଛି, ତୁମେ ଦୂର କରିଦିଅ। ତୁମେ ସେମାନଙ୍କୁ ଶାନ୍ତିରେ ରଖ। ପରିବାରରେ ସମସ୍ତେ ମିଳିମିଶିକି ଯେପରି ଶାନ୍ତିରେ ରହିବେ, ସୁରକ୍ଷାରେ ରହିବେ, ଭଲରେ ରହିବେ, ସେପରି ପ୍ରଭୁ ଯୀଶୁ ତୁମେ ଦୟା କର, ତୁମେ ଅନୁଗ୍ରହ କର। ପବିତ୍ର ଆତ୍ମାଙ୍କର ଶକ୍ତି ଦିଅ, ପବିତ୍ର ଆତ୍ମାଙ୍କର ଚାଳନା ତୁମେ ଦିଅ। ସମସ୍ତଙ୍କୁ ତୁମେ ଆଶୀର୍ବାଦ କର, ତୁମେ ଗୌରବ ପାଅ, ତୁମେ ମହିମା ପାଅ। এই প্রভু তাଙ୍କ ଜୀବନର ସମସ୍ତ ଦୁଃଖକୁ କଷ୍ଟକୁ ଏହି ସମୟରେ ଯୀଶୁଙ୍କ ନାମରେ ଦୂର କର। ଛୁଇଁ ଦିଅ, ଛୁଇଁ ଦିଅ, ଛୁଇଁ ଦିଅ। ମନ୍ଦ ଆତ୍ମା, ମନ୍ଦ ଶକ୍ତି ଯାହା ଅଛି ବାହାରି ଯାଅ। ପ୍ରଭୁ এই ଛୁଆମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର। ପ୍ରଭୁ ସେମାନେ ପାଠ ପଢିକି ଭଲ ମଣିଷ ହେବେ। ପ୍ରଭୁ ତାଙ୍କୁ ଜ୍ଞାନ ଦିଅ। ପ୍ରଭୁ ତୁମରି ରାସ୍ତାରେ ଚାଲିବେ। ହେ ପ୍ରଭୁ ତୁମେ ଦୟା କର। ପ୍ରଭୁ ତୁମେ ଆଶୀର୍ବାଦ କର। ପ୍ରଭୁ ତୁମେ ସେମାନଙ୍କର ସହବର୍ତ୍ତୀ ହୁଅ। ପବିତ୍ର ଆତ୍ମାଙ୍କର ଶକ୍ତି ଦିଅ। ପ୍ରଭୁ ସେମାନେ ତୁମରି ଉପରେ ଯେପରି ପ୍ରଭୁ ବଡ ହେଲା ପରେ ପ୍ରଭୁ ତୁମକୁ ଚିହ୍ନିବେ, ଜାଣିବେ, ତୁମରି ରାସ୍ତାରେ ଚାଲିବେ, ସେହିପରି ପ୍ରିୟ ପ୍ରଭୁ ଯୀଶୁ ତୁମେ ଦୟା କର। ପବିତ୍ର ଆତ୍ମାଙ୍କର ଶକ୍ତି ତୁମେ ଶକ୍ତିଯୁକ୍ତ କର। ପ୍ରଭୁ ତୁମରି ଦାସୀମାନଙ୍କୁ ବି ଆଶୀର୍ବାଦ କର। ସେମାନଙ୍କର ପ୍ରଭୁ ଦେହର ସମସ୍ତ ରୋଗ କଷ୍ଟ ଯନ୍ତ୍ରଣାକୁ ତୁମେ ଯୀଶୁଙ୍କ ନାମରେ ପ୍ରଭୁ ତୁମେ ଦୂର କର। ପ୍ରଭୁ ତୁମେ ସେମାନଙ୍କୁ ଶାନ୍ତିରେ ରଖ। ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର। ପାପ ଅଧର୍ମ କ୍ଷମା କର। ରୋଗ କଷ୍ଟକୁ ଆମେ ଯୀଶୁଙ୍କ ନାମରେ ଦୂର କରୁଅଛୁ। ପ୍ରଭୁ ତୁମେ ଦୟା କର। ପ୍ରଭୁ ଏହି ସନ୍ତାନମାନଙ୍କୁ ଆଶୀର୍ବାଦ କର। ତୁମେ ସେମାନଙ୍କୁ ଭଲ ମଣିଷ ହେବା ପାଇଁ ସାହାଯ୍ୟ କର। ସେମାନଙ୍କ ଦେହର ସମସ୍ତ ରୋଗ କଷ୍ଟକୁ ଯୀଶୁଙ୍କ ନାମରେ ପ୍ରଭୁ ତୁମେ ଦୂର କର। ପବିତ୍ର ଆତ୍ମାଙ୍କର ଶକ୍ତି ତୁମେ ଦିଅ। ବିଶେଷ କରି ପ୍ରାର୍ଥନା କରୁଛି ପ୍ରଭୁ ତୁମର ଏ ଦାସକୁ ବି ଆଶୀର୍ବାଦ କର। ତୁମେ ଦୟା କର, ଦୟା କର, ଅନୁଗ୍ରହ କର। ପ୍ରଭୁ ଯଦି କାହା ମନରେ ଦୁଃଖ ଅଛି, କଷ୍ଟ ଅଛି, କାହା ଘରେ ଅଭାବ ଅଛି, ରୋଗ ଅଛି, କିଛି ଜିନିଷର ଅସୁବିଧା ଅଛି, ତୁମେ ଯୀଶୁଙ୍କ ନାମରେ ଦୂର କର। ସମସ୍ତଙ୍କୁ ତୁମେ ଶାନ୍ତିରେ ରଖ, ସୁରକ୍ଷା ରଖ, ଭଲରେ ଚଳିବା ପାଇଁ ପ୍ରଭୁ ଭଲ ନୂଆ ନୂଆ କାମ ଯୋଗେଇ ଦିଅ। ଯୁଆଡେ ଯାଉଛନ୍ତି, ଜଙ୍ଗଲକୁ ଯାଆନ୍ତୁ, କାମକୁ ଯାଆନ୍ତୁ, ଢଳେଇ କାମ, ଯୋଉ କାମକୁ ଯାଉଛନ୍ତି, ସବୁ କାମରେ ପ୍ରଭୁ ତୁମେ ଆଶୀର୍ବାଦ କର। ଗତ ସପ୍ତାହରେ ଆଶୀର୍ବାଦ କର, ଏଇ ସପ୍ତାହରେ ଆଶୀର୍ବାଦ କର। ତୁମର ବାକ୍ୟ ଦେଇ ତୁମେ କଥା କୁହ, ତୁମେ ଗୌରବ ପାଅ, ମହିମା ପାଅ।